ଦେଖନ୍ତୁ ଗତ ଅଗଷ୍ଟ 15 ସ୍ୱାଧୀନତା ଦିବସ ଦିନ ସେଦିନ ମୋର ଜନ୍ମଦିନ ବିତେଲା। ମୋ ଅଫିସରୁ ଫେରିବାକୁ ଯେତେବେଳେ ବିଳମ୍ବ ହେଇଛି ମୋ ଝିଅ ମୋ ଅଫିସ ଚେମ୍ବରକୁ ଆସିଛି ଏବଂ ବହୁତ ଖୁସିରେ ମୋତେ ଶୁଭେଚ୍ଛା ଜଣେଇକରି ମୋ ଗୋଟେ ଫଟୋ ନେବାକୁ ଚାହିଁଲା। ମୋ ଅଫିସ ଚେମ୍ବର ଭିତରେ ହିଁ ମୋ କାନ୍ଧ ଉପରେ ସେ ହାତ ରଖିକି ଠିଆ ହେଇଛି ଏବଂ ମୋ ଫଟୋ ନେଇଛି, ଫଟୋ ଉଠାଇଛି। ଅନ୍ୟ ଜଣେ ଉପସ୍ଥିତ ଥିଲେ, ସେ ଫଟୋ ଉଠାଇଛନ୍ତି ଏବଂ ଏଇ ଫଟୋଟାକୁ ସେ ଯେତେବେଳେ ସୋସିଆଲ ମିଡ଼ିଆରେ ବା ତା ଫେସବୁକ୍ରେ ଛାଡ଼ିଛି, ତା ସାଙ୍ଗମାନଙ୍କୁ ଛାଡ଼ିଛି। ଏ ଫଟୋଟାକୁ ସଂଗ୍ରହ କରିକିରି ଜଣେ ନିର୍ଦ୍ଦିଷ୍ଟ ମିଡ଼ିଆ ଭାଇ ଜଣେ ଚ୍ୟାନେଲର ତାକୁ ବିକୃତ କରିକିରି ଯୁବତୀ ବୋଲି ତାକୁ ନାଁ ଦେଇ ମୋ କାନ୍ଧରେ ହାତ ରଖିଥିବାଟା ଜିଲ୍ଲାପାଳ ତାଙ୍କ गरिमा ଏବଂ ପଦମର୍ଯାଦାକୁ କ୍ଷୁର୍ଣ୍ଣ କରିଛନ୍ତି ବୋଲି ମତାମତ ଦେଇଥିଲେ ଏବଂ ଅନେକ ବନ୍ଧୁ ମଧ୍ୟ ଏଇଟାକୁ ସମର୍ଥନ କରିଥିଲେ। ଏଇ କଥାଟାକୁ ଅନେକ ବନ୍ଧୁ ତାକୁ ବହୁତ ଭଲ ହିସାବରେ ବି ବାପ ଝିଅର ସମ୍ପର୍କ ବୋଲି କହିଥିଲେ। କିନ୍ତୁ ସେ ଯାହା ବି ହେଉ, ଯାହା ବି ହେଲା, ଏଇଟା ଠିକ୍ ନୁହଁ। ପରୀକ୍ଷା ନିରୀକ୍ଷା କରି କହିବା କଥା। ତେଣୁ କଷ୍ଟ ତ ମୋତେ ଆମେ ସରକାରୀ କାର୍ଯ୍ୟକ୍ରମରେ ରହିଲେ ବିଭିନ୍ନ ଲୋକ ବିଭିନ୍ନ କଥା କହିବେ, ଯେଉଁମାନେ ଅସନ୍ତୁଷ୍ଟ ରହିବେ ବି ଅନେକ ପ୍ରତିକ୍ରିୟା ଦେବେ। କିନ୍ତୁ ଯେତେବେଳେ ଗୋଟେ ବାପ ଝିଅର ସମ୍ପର୍କକୁ ନେଇକରି କୌଣସି ପ୍ରକାର କଥା ଉଠୁଛି ଏବଂ ମୁଁ ଗୋଟେ ସମ୍ବେଦନଶୀଳ ମଣିଷ, ପାରିବାରିକ ସମ୍ପର୍କ ଏବଂ ମାନବିକ ସମ୍ପର୍କକୁ ବହୁତ ଗୁରୁତ୍ୱ ଦିଏ, ସେତେବେଳେ ଏଭଳି ଘଟଣା ନିଶ୍ଚିତ ଭାବରେ କଷ୍ଟଦାୟକ ହେଇଛି ଏବଂ এই ଘଟଣାକୁ ପସନ୍ଦ କରି ହେଉନାହିଁ।